आमिष खाऊଥିବା ଲୋକମାନଙ୍କୁ ଚିକେନ୍ କେତେ ପସନ୍ଦ ଆପଣମାନଙ୍କୁ ମୁଁ କ'ଣ କହିବି। ମୁଁ ତ ଆମିଷ ଖାଇବାକୁ ଭଲ ପାଏ। ସେଥିପାଇଁ ଦେଖନ୍ତୁ ଚିକେନ୍ ନେଇଯାଇଛି, ପିଆଜ କଟା, ଟମାଟୋ କଟା, ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ କାଟିକି ନେଇଛି। ଏବେ କଡ଼େଇରେ ଦେବା ସୋରିଷ ତେଲ, ତାପରେ ଆଳୁ ବଡ଼ ବଡ଼ ସାଇଜ୍ କାଟିକି ତାକୁ କିଛି ସମୟ ପାଇଁ ଏପଟ ସେପଟ କରିକି ଭାଜି ନେବେ। ଦେଖନ୍ତୁ ଆଳୁ ଆମର ରେଡ଼ି ହେଇଗଲା। ଏବେ ବଳକା ତେଲରେ ଚିନି ଦେଇଦେଲି। ଚିନି କ୍ୟାରାମେଲାଇଜ୍ ହେଲା ପରେ ତେଜପତ୍ର ଆଉ ଆମର ଗୁଜୁରାତି, ଡାଳଚିନି, କିଛି ଜିରା ପକେଇକି ତାକୁ ଏପଟ ସେପଟ କରିକି ଭାଜିଲା ପରେ ପିଆଜକୁ ଦେଲି। ପିଆଜ ପକେଇକି ଟିକେ ଭାଜିଲା ପରେ ଏବେ ଡାଇରେକ୍ଟ ଆମେ ଚିକେନ୍ ଦେଇଦେବା। ଚିକେନ୍କୁ ମଧ୍ୟ କିଛି ସମୟ ଏପଟ ସେପଟ କରିକି ଭାଜି ନେବା। 2 ରୁ 3 ମିନିଟ୍ ଚିକେନ୍ ଭାଜିଲା ପରେ ଏବେ ଟମାଟୋ ଦେଇଦେବା। ତାକୁ ମଧ୍ୟ ଏପଟ ସେପଟ କରିକି ଗୋଳେଇକି କିଛି ସମୟ ପାଇଁ ଭାଜି ନେବା। ଏବେ ଆମେ ଏଥିରେ ଦେଇଦେବା ଅଦା ରସୁଣର ପେଷ୍ଟ, ଯେଉଁଟାକି ମୁଁ 2 ଚାମଚ ପାଖାପାଖି ନେଇଛି, ଯେହେତୁ ମୋର କେଜିଟେ ଚିକେନ୍ ଥିଲା। ଆପଣ ଯେଉଁ ହିସାବରେ ଚିକେନ୍ ନେବେ ସେଇ ହିସାବରେ ଅଦା ରସୁଣର ପେଷ୍ଟ ଦେବେ। ଏବେ ତାକୁ ଗୋଳେଇକି କଷି ନେଲି। ଏବେ ସବୁ ଗୁଣ୍ଡ ମସଲା ଯେମିତିକି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର, ଜିରା ପାଉଡ଼ର, ଚିକେନ୍ ମସଲା, ଗରମ ମସଲା, ସବୁ ମସଲାକୁ ଦେଇକି କିଛି ସମୟ ପାଇଁ ଗୋଳେଇକି କଷି ହେବାକୁ ଛାଡ଼ି ନେଲି। ଦେଖନ୍ତୁ ଆସ୍ତେ ଆସ୍ତେ ସବୁ ମସଲା ପକାଇଲା ପରେ କଲର୍ ଆସୁଛି। ଏବେ ସ୍ୱାଦ ମୁତାବକ ଲୁଣ ଦେଇଦେଲି। ତାକୁ ମଧ୍ୟ ଗୋଳେଇକି କିଛି ସମୟ ପାଇଁ ଘୋଡ଼େଇକି ଛାଡ଼ିଦେବି। ଆଉ ଆଜିର ରେସିପି ଯଦି ଆପଣମାନଙ୍କୁ ଭଲ ଲାଗେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି, ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଆଉ ଏମିତି ମଝିରେ ମଝିରେ ଘୋଡ଼ଣି କାଢ଼ିକି ଗୋଳଉଥିବେ, ନହେଲେ ତଳୁ ଲାଗିଯାଇପାରେ। ମସଲା ଲାଗିଗଲେ ଭଲ ଲାଗିବନି। ଚିକେନ୍ କଷି ହେଲା ପରେ ଏବେ ଆମେ ଆଳୁକୁ ଭାଜିକି ରଖିଥିଲେ ତାକୁ ଦେଇଦେଲେ କିଛି କଞ୍ଚା ଲଙ୍କା, ତାକୁ ମଧ୍ୟ ଗୋଳେଇକି କିଛି ସମୟ ପାଇଁ କଷି ନେବା। ଟିକେ କଷି ହେଲା ପରେ ତେଲ ଛାଡ଼ିଲା ପରେ ଏବେ ଆମେ ଗରମ ପାଣି ବା ଉଷୁମ ପାଣି ଦେଇଦେବେ, ଯାହାଦ୍ୱାରା ତରକାରୀର ସ୍ୱାଦ ଭଲ ଆସିବ। ଏବେ କିଛି ସମୟ ପାଇଁ ଘୋଡ଼େଇକି ଛାଡ଼ିଦେବା। ପାଖାପାଖି 10 ମିନିଟ୍ ଘୋଡ଼େଇକି ଛାଡ଼ିଲା ପରେ ଏବେ ଦେଖନ୍ତୁ ଚିକେନ୍ କଷା ଆମର ରେଡ଼ି ହେଇଗଲା। ଯେତିକି ମୋତେ ଗ୍ରେଭି ଦରକାର ଥିଲା ସେତିକି ରହିଲା। ଏବେ ଲାଷ୍ଟକୁ ଟିକେ ଧନିଆ ପତ୍ର ଦେଇ ଲୋ ଫ୍ଲେମ୍ରେ ଆଉ 2 ମିନିଟ୍ ବସେଇଦେବେ। ଏବେ ଲାଷ୍ଟକୁ ଆମେ ଗରମ ମସଲା ଦେଇକି ରେଡ଼ି କରିଦେବା ଚିକେନ୍ କଷା, ଯେଉଁଟାକି ନିଶ୍ଚୟ